ପିପୁଲ୍ସ ଭଏସ୍କୁ ସ୍ୱାଗତ କରୁଛି ମୁଁ ଶ୍ରୀ ପ୍ରବୀଣ କୁମାର ପାତ୍ର। ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ ଯେଉଁଟାକି ଜନସାଧାରଣଙ୍କ ସେବାରେ, ଜନସାଧାରଣଙ୍କର ସ୍ୱାର୍ଥରେ ଆଜି ଆମେ ପହଞ୍ଚିଛୁ ଯେଉଁ ଜାଗାରେ କି ଏଟା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତର ଭେଜିଗରା ଗାଁରେ। ଆମେ ଶୁଣିବାକୁ ପାଇଲୁ ଯେ ଭେଜିଗରା ଗାଁରେ ଭାଙ୍ଗି ଯାଉଥିବା ହାଡ଼କୁ ଯିଏ ଯୋଡ଼ି ଦେଉଛି ସେ ହେଉଛନ୍ତି ଶ୍ରୀ ଶ୍ରୀ ବାବା ପେଟାଶ୍ୱର। ତାଙ୍କର ଜାଗାରେ ଆଜି ପହଞ୍ଚିଛୁ। ଯିଏ ଏଠି ସେ ଭାଙ୍ଗି ଯାଇଥିବା ହାଡ଼କୁ ଯୋଡ଼ି ଦେଉଛି ଏବଂ ସେ ଚେରମୂଳିରେ ଯେଉଁ ଔଷଧ ପଟି ବାନ୍ଧୁଛନ୍ତି ସେ ଜାଗାରେ ସେ ବ୍ୟକ୍ତି ଜଣକ ମଧ୍ୟ ଅଛନ୍ତି। ତାଙ୍କୁ ଆମେ ପଚାରିବା ଯେ ସେ ଔଷଧ କେମିତି ବାନ୍ଧିଲେ, କାହିଁକି ବାନ୍ଧୁଛନ୍ତି ଏବଂ ତା'ର ମାହାତ୍ମ୍ୟ କ'ଣ। ତେଣୁ ଆମେ ସେ ବ୍ୟକ୍ତିଙ୍କୁ ପଚାରିବା, ହାଡ଼ଭଙ୍ଗା ଔଷଧ ଯେନ୍ ଆପଣ ବାନ୍ଧୁଛନ୍ତି ସେଟା କେବେଠୁ ବାନ୍ଧିଲେନ, କେତେ ବର୍ଷ ହେଲାନ ବାନ୍ଧିଲେନ, କେମିତି ବାନ୍ଧୁଛନ୍ତି ଟିକେ କୁହନ୍ତୁ କାଣା ତା'ର ମାହାତ୍ମ୍ୟ। ହଁ, ୟାର ଭାବିଲେ ଆମେ 100 ବର୍ଷ ପରେ ହେଇଗଲାନ। ବାପ ଏ ଅଜା ପୁଣି ଅଜା ଇଏ କଲେନ, କିନ୍ତୁ ତାଙ୍କର ନିୟମ ଅନୁସାରେ ଆମେ ରହିଛୁ ବୋଲି ଚଲେଇଛୁ। ସେ ଔଷଧ ବନ୍ଧା ଚାଲିଛି ଆର୍ କାଁ। ଏଇଟା ତୁମେ ଯେନ୍ ଔଷଧଟା ବାନ୍ଧୁଛ ଗାଁରେ ସମସ୍ତେ ବାନ୍ଧୁଛନ୍ତି ନା ତୁମେ କିଏ? ନାଇଁ ନାଇଁ, ଆମର ଭକ୍ତା ବଂଶଟା ହିଁ ବାନ୍ଧୁଛୁ। ତୁମେ ଭକ୍ତା ବଂଶରେ ବାନ୍ଧୁଛ। ହଁ। ଆଚ୍ଛା, ଏଇଟା ବାବାଙ୍କର ମାନେ ମନେ ମନେ ବାନ୍ଧୁଛ ନା? ନାଇଁ ନାଇଁ, ବାବାଙ୍କର ଆଜ୍ଞାଟା, ଠାକୁରଙ୍କ ହୁକୁମଟା। ହଁ, ଏ ଯେନ୍ ମେଡ଼ିସିନଟା ବାନ୍ଧୁଛ ସେଟା କାହିଁକି ଏଇଟା? ହଁ, ଏଇଟା ଚେରଟେ ନା, କେନ ଆଣୁଛ? ପାହାଡ଼ରୁ ଯାଇକି। କାଠୁ ଆଣୁଛ? ହଁ ଏଟା ଚେରରେ? ହଁ, ଚେରରେ କାଣା ପକାଉଛ? କ୍ଷୀର, କଞ୍ଚା ଗାଈ କ୍ଷୀର। କଞ୍ଚା ଖାଇବା ପକେଇ ହଁ, ପାଦୁକା କଞ୍ଚା ଗାଈ କ୍ଷୀର। ତାପରେ କାହିଁକି ବାନ୍ଧୁଛ? କପଡ଼ାରେ। ବାନ୍ଧୁଛ। ହଁ, ଏଟା ବାନ୍ଧିଲା ପରେ କେତେ ଦିନରେ ଭଲ ହେଉଛି କାଣା ଠାକୁରଙ୍କର ଯେନ୍ ହୁକୁମ ହେଇଛି? ହଁ, ସେଟା ଆମର ଅଢ଼େଇ ଓଳି, କିନ୍ତୁ 3 ଦିନ 4 ଦିନ ପରେ ବି ଭଲ ହେଇଯାଉଛି, କିଏ ବି ଦିନ କିଏ ବି ଭଲ ହେଇଯାଉଛି। ସେଟା କହି ହେଉନି ଟିକେ। ଆପଣ ବାନ୍ଧିଲା ପରେ ଭଲ ହେଉଛି ନା ଲୋକ? ହଁ, ଭଲ ହେବା ପରେ ଆମେ ଶୁଣୁଛୁ ନା ବହୁତ ଲୋକଙ୍କର। ତାହେଲେ ଏବେ ଯେହେତୁ ଗୋଟେ ହାଡ଼ଭଙ୍ଗା ମାନେ ଭାଙ୍ଗିଥିବା ହାଡ଼କୁ ଯୋଡ଼ି ଦେଉଛ ବାବାଙ୍କର ନିର୍ଦ୍ଦେଶରେ, ତେଣୁ ଏଇଟା ସରକାରଙ୍କୁ କାଣା କହିବା ଲାଗି ଚାହୁଁଛ, କାଣା ଦରକାର? ହଁ, କିଛି ନାହିଁ ହେଲେ ଘର ବଖରାଟେ ହେଲେ ଲୋକ ଯେତେ ଆସୁଛନ୍ତି ସେ ହଇରାଣ ହେଇକି ଯାଉଛନ୍ତି ପିଣ୍ଡା କୋଠା ହେଇ। କେବଳ ଟିକେ ଆସିଲେ ଟିକେ ଯାହାହେଲେ ବି ସ୍ଥାୟୀରେ ରହିକି ଯିବେ ଆର୍। ଲୋକ କେନ ଆସୁଛନ୍ତି? ଯାହା ଭଦ୍ରକ ସୂତ୍ରରୁ, ବାଲେଶ୍ୱର ସୂତ୍ରରୁ କେନ୍ ହିସାବ ଫୋନ୍ ବି ରଖିଛ। କେନ୍ଦ୍ରାପଡ଼ା ସାରା ଓଡ଼ିଶାରୁ ଆସୁଛନ୍। ଆପଣ ନାଁଟା? ଅଞ୍ଜନ ଭୁକ୍ତା, ଗାଁ ବେଜୁରା। କେମିତି ଜାଣିଲେ ମାନେ ହାଡ଼ ଏଠି ଭଙ୍ଗା ଔଷଧ ଦିଆହେଉଛି ବୋଲି କେମିତି ଜାଣିଲେ? ଆଚ୍ଛା, ଆମ ସାଇଟ୍ ଗାଁରେ ଗୋଟେ କରଡ଼ା ବାହାଳି ଗାଁ ବୋଲି ଯେ ସେ ଜଣେ ବ୍ୟକ୍ତି ଏଠିକି ଧରିକିନା ଆସିଥିଲେ। ସିଏ ମୋତେ ଭେଟିଲା ପରେ ଆମେ କଥାବାର୍ତ୍ତା ହେଲା ପରେ ସିଏ କହିଲେ ଯେ ନାଇଁ ଭାଇ, ତୁମେ ସେ ଭେଜିଗୁଡ଼ା ଗାଁକୁ ପଳ। ଆମେ ନେଇଥିଲୁ ଆମ ପିଲାକୁ, ତାର ଭଲ ହେଇଗଲା ଏକାଥରେ। ସିଏ ମହାପ୍ରଭୁ ଦୟାରୁ ସିଏ ଗୋଟେ ବ୍ୟାଣ୍ଡେଜ୍ରେ ଭଲ ହେଇଗଲା। ଏଇକ୍ଷଣା ବର୍ତ୍ତମାନ ସେ ପୁରା ଫ୍ରି ଫାଙ୍କା, ତା ହାତ ଆଉ ପୀଡ଼ା ନାହିଁ କି କିଛି ନାହିଁ। ତାପରେ ମୁଁ ସେଠୁ ଆଉ ତ ଏ ଭେଜିଗୁଡ଼ା ଗାଁ ଦେଖିନି। ତାପରେ ମୁଇଁ 8 ମଲ୍ଲିକି ସେ ଗୁରୁଙ୍କ ଠିକି ଲଗେଇଲି। ଗୁରୁଙ୍କ ଠିକି ଲଗେଇବା ପରେ ସେ କହିଲେ ହଁ ବାପା, ସିଏ ଅଛନ୍ତି ସେଠି ପେଟାଶ୍ୱର ବାବା, ଆଉ ସେଠିକି ବହେ ଲୋକ ଭଲ ହେଉଛନ୍ତି, ତୁ ଏଠିକି ଆସ ଭାରି ସଂକ୍ରାନ୍ତି ଦିନ। ଆମେ ତାର ପରଦିନ ଏଠିକି ଯୋଗାଯୋଗ କରିକିନା ଯାଇକିନା ପହଞ୍ଚିବା। ମୋର ଏଇ ଭୁଜୁଣି ଡଣାଟା ମୋ ତା ନାଳାରୁ ଖସି ଯାଇଛି, ତା ଏ ବଲ୍ରୁ ଖସି ଯାଇଛି। ଏଇ ବୁଢ଼ା ଆଙ୍ଗୁଠିଟା ଟିକେ ଯେଉଁ ଗାଡ଼ି ଚଲାଉଥିଲି କୁକୁର ବାଡ଼େଇ ହେଇକିନା ପଡ଼ିଯିବା ସ୍ଥଳେ ଏଇ ମିଟରଟା ଭାଙ୍ଗି ଏ ବୁଢ଼ା ଆଙ୍ଗୁଠିଟା ଟିକେ ଚାପି ଦେଇଛି। ଏଇଟା ବେଣ୍ଡେଜ୍ ହେଇ ପୀଡ଼ା କରୁଛି, ଏଇଟା ବେଣ୍ଡେଜ୍ ହେଇଛି, ଆଉ ଡଣାଟା ବେଣ୍ଡେଜ୍ ହେଇଛି ଆଉ। ହଁ, ଏଇଟା ବର୍ତ୍ତମାନ ଆମର ବନ୍ଧା ସରାଣି ଆଉ। ଠାକୁରଙ୍କୁ ଯେଉଁ ଆଜି ଆସିଲ, ବିଶ୍ୱାସରେ ଆସିଲ, ହଁ ଠାକୁରଙ୍କ ପ୍ରତି କେତେ ବିଶ୍ୱାସ ଅଛି ଆପଣ? ହଁ, ଠାକୁର ପ୍ରତି ବିଶ୍ୱାସ ତ ଅଛି ବୋଲି ଆମେ ଆସିଛୁ ଏତେ ବାଟରୁ ଶୁଣିକିନା। ଆପଣଙ୍କ ନାଁଟା? ମୋ ନାଁ ରୋହିତ ନାୟକ, କୁଣ୍ଡାଝରି। ଜିଲ୍ଲା ହେଉଛି ଅନୁଗୁଳ। କେମିତି ଜାଣିଲ ଏଇଟା ଏଇନେ ଭଙ୍ଗା ହେଉଛି ବୋଲି ହାଡ଼? କହୁଛନ୍ ଲୋକ ଆସୁଛୁ ଆମର ଆଡ଼ୁ ଯେ ଜାଣିଛୁ। ହାତ ତୁମର କେନେ କାଣା ହେଇଛି, କେନେ ଭାଙ୍ଗିଛି? ଏ ହାତ ଇନଟା ଫାଟି ଯାଇଛି ହାଡ଼। ଏ ହାଡ଼ଟା ଫାଟି ଯାଇଛି। ଏଇଟା ଔଷଧ ବାନ୍ଧି ହେଇଛି? ହଁ। ନାଁଟା? ସୋହାଗିନୀ ପାତ୍ର, ଗାଁ? ବଡ଼ାକଟା। ହଁ। ଆପଣମାନେ ଶୁଣୁଥିଲେ ଯେଉଁ ଭାଙ୍ଗିଥିବା ହାଡ଼କୁ ଯେଉଁ ଚେରମୂଳିରେ ଯେଉଁ ପଟି ବାନ୍ଧୁଛନ୍ତି, ସେ ବ୍ୟକ୍ତି ଜଣକ କହୁଥିଲେ
যেটা ପୂର୍ବପୁରୁଷରୁ ସେମାନେ ବାପ ଅଜା ଅମଳରୁ ସେମାନେ ଏଇଟା ସେବା କରି ଆସୁଛନ୍ତି। ତେଣୁ ଆଗ ବାପ ଅଜା କରୁଥିଲେ, ବର୍ତ୍ତମାନ ପୁଅମାନେ ତାଙ୍କର ସେବା କରୁଛନ୍ତି। ଏଇଟା ଯେଉଁ ଭାଙ୍ଗିଥିବା ହାଡ଼କୁ ଯେଉଁ ଯେଉଁ ଯୋଡ଼ି ଦେଉଛନ୍ତି ସେ ହେଉଛନ୍ତି ଶ୍ରୀ ଶ୍ରୀ ବାବା ପେଟାଶ୍ୱର। ସେ ବାବା ପେଟାଶ୍ୱରଙ୍କ ଯେଉଁ ନିର୍ଦ୍ଦେଶ ଅଛି, ଯେଉଁ ହୁକୁମ ଅଛି, ଆଜି ସେମାନେ ବାପ ଅଜାଙ୍କର ଆଜି ସେ ହୁକୁମକୁ ଆଜି ସେ ପେଟାଶ୍ୱର ବାବାଙ୍କର ହୁକୁମକୁ ଆଜି ପୁଅମାନେ ମଧ୍ୟ ପାଳନ କରୁଛନ୍ତି ଏବଂ ଜନସେବା କରୁଛନ୍ତି। ସେ କହୁଥିଲେ ଯେ ଏଇଟା ଗୋଟେ ଚେର ସେ ପାହାଡ଼ରୁ ଆଣୁଛନ୍ତି, ସେ ଚେରକୁ ବାଟୁଛନ୍ତି ଏବଂ ସେ ଚେରରେ ଖାଣ୍ଟି ଗାଈ କ୍ଷୀର ମିଶାଇ ଯେଉଁ ଭାଙ୍ଗିଥିବା ଯେଉଁ ହାଡ଼ ସେ ସ୍ଥାନରେ ସେମାନେ କପଡ଼ାରେ ପଟି ବାନ୍ଧୁଛନ୍ତି ଏବଂ ତାପରେ ସେ କହିଲେ ଯେ ଏଟା କେତେ ଦିନରେ ଭଲ ହେବ ନା, ସେ କହିଲେ ଏଟା ବାବାଙ୍କର ନିର୍ଦ୍ଦେଶ ଅଛି, ହୁକୁମ ଅଛି, ସେ ଅଢ଼େଉଡ଼ିରେ ଭଲ ହୋଇଯିବ। ତେଣୁକରି ଆମେ ତାଙ୍କୁ ପଚାରିଲୁ, ସେଟା ମାନେ ବିନା ପଇସାରେ ସେମାନେ ଲୋକଙ୍କର ସେବା କରୁଛନ୍ତି। ଆଜି ପର୍ଯ୍ୟନ୍ତ ସେମାନେ ଗୋଟିଏ ବଂଶ ଭକ୍ତା ବଂଶରେ ତାଙ୍କର ପାଖାପାଖି 50-60 ଜଣ ଅଛନ୍ତି। ସେମାନେ ହିଁ ଭେଜିଗୋରା ଗ୍ରାମରେ ସେମାନେ ହିଁ ଓଷ ବାନ୍ଧୁଛନ୍ତି, ଆଉ କେହି ବାନ୍ଧି ପାରିବେ ନାହିଁ। ବାନ୍ଧିଲେ ମଧ୍ୟ ସେଇ ହାଡ଼ ଯୋଡ଼ି ହେବ ନାହିଁ। ବାବାଙ୍କର ହୁକୁମ ଯେଉଁ ପଟି ବନ୍ଧା ହେଉଛି ସେ ଜାଗାରେ ଆପଣ ସେ ଚିତ୍ର ଦେଖିବେ କିଭଳି ଭାବରେ ପ୍ରତ୍ୟେକ ଦିନ ଲୋକ ସାରା ଓଡ଼ିଶାରୁ ଏଠି ଆସୁଛନ୍ତି। ସେ ହାଡ଼ ଯେଉଁ ଭାଙ୍ଗୁଛି ସେ ବାନ୍ଧିବା ପାଇଁ, ଯେହେତୁ ବାନ୍ଧି ଗଲା ପରେ ସମସ୍ତେ କହୁଛନ୍ତି ଯେ ଆମର ହାଡ଼ ଯୋଡ଼ି ହୋଇଗଲା ଏବଂ ଆମେ ଭଲ ହୋଇଗଲୁ। ପାଖାପାଖି ଆମର ଯେଉଁ ବର୍ଷକୁ ଥରେ ଯେଉଁ ମହାଶିବରାତ୍ରି ହେଉଛି, ବାବାଙ୍କ ପାଖରେ ଯେଉଁ ମନ୍ଦିରରେ ମହାଶିବରାତ୍ରି ପାଳନ କରାଯାଉଛି, ଯିଏ ଭଲ ହେଲା ସେ ବାବାଙ୍କୁ ଯେଉଁ ମାନସିକ କରିକି ଯାଉଛି, ସେ ମାନସିକ ପୂରଣ ହେଲେ ସେ ବାବାଙ୍କୁ ଆସିକି ସେ ତା'ର ସଂକଳ୍ପ କରିକି ଯାଉଛି ଏବଂ ମାନସିକ ପୂରଣ ହେଲେ ସେ ବାବାଙ୍କୁ କିଛି ଦେଇକି ଯାଉଛି। ତେଣୁ ଆଜି ଆମେ ଯେଉଁ ଜାଗାରେ ଦେଖାଉଛୁ ସେ ପରିବେଶ କିଭଳି ଭାବରେ ବାବା ପେଟାଶ୍ୱର ମନ୍ଦିରରେ ବର୍ତ୍ତମାନ ଆମେ ଅଛୁ, ସେ ମନ୍ଦିରକୁ ମଧ୍ୟ ଆମେ ସେ ଚିତ୍ର ଦେଖାଉଛୁ। ବାବାଙ୍କର ମନ୍ଦିର, ଏଠି ବାବାଙ୍କର ଯେଉଁ ପ୍ରକାର ଅଲୌକିକ ଶକ୍ତି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଶହ ଶହ ଲୋକ ସାରା ଓଡ଼ିଶାରେ ମେଡ଼ିକାଲରେ ମାସ ମାସ ଧରି ପଡ଼ିକି ରହୁଛନ୍ତି, କିନ୍ତୁ ଏଠାକୁ ଆସିଲେ ଅଢ଼େଉଡ଼ିରେ ଭଲ ହୋଇଯାଉଛି। ତେଣୁ ସେଇଟା ବାବାଙ୍କର ଆଶୀର୍ବାଦ, ସେଥିପାଇଁ ଲୋକ ଏଠି ଆସି ସମସ୍ତେ ଭଲ ହୋଇଯାଉଛନ୍ତି। ଆମେ ତାଙ୍କୁ ପଚାରିଲୁ, ଯେହେତୁ ସାରା ଓଡ଼ିଶାରୁ ଅଣୁକୋଣରୁ ଲୋକ ଆସୁଛନ୍ତି ଔଷଧ ବାନ୍ଧିବା ପାଇଁ, ତେଣୁ ଆପଣଙ୍କର କ'ଣ ଦରକାର? ସେ ସରକାରଙ୍କୁ ବିନମ୍ର ନିବେଦନ କରିଛନ୍ତି, ଯେହେତୁ ଲୋକ ଆସୁଛନ୍ତି ହଇରାଣ ହେଉଛନ୍ତି ଏଠିକି ଆସିଲେ ରହିବା ପାଇଁ, ତେଣୁ ସରକାରଙ୍କୁ ସେ ଗୋଟେ ଘର ଖଣ୍ଡେ ଦେବା ପାଇଁ ସେ ବିନମ୍ର ନିବେଦନ କରିଛନ୍ତି। କାରଣ ଘର ଖଣ୍ଡେ ଦେଲେ ଯେଉଁ ସାରା ଓଡ଼ିଶାର ଲୋକ ଆସୁଛନ୍ତି ହାଡ଼ ଭଙ୍ଗା ଔଷଧ ବାନ୍ଧିବା ପାଇଁ, ତେଣୁ ସେ ସରକାରଙ୍କୁ ଘର ଖଣ୍ଡେ ଦେଲେ ମାନେ ଲୋକ ରହିବା ପାଇଁ ସୁବିଧା ହେବ ବୋଲି ସେ ସରକାରଙ୍କୁ ବିନମ୍ର ନିବେଦନ କରିଛନ୍ତି। ହରଭଙ୍ଗା ବ୍ଲକରୁ ମୁକୁନ୍ଦ ବାରିଙ୍କ ସହ ପ୍ରବୀଣ କୁମାର ପାତ୍ରଙ୍କ ରିପୋର୍ଟ, ପିପୁଲ୍ସ ଭଏସ୍।